ଅନ୍ୟ ଜଣକର ଟ୍ରାକ୍ଟର ନମ୍ବରରେ ବିଜନେସ୍ କରୁଥିଲେ। ଟ୍ରାକ୍ଟର ମାଲିକ ଗିରଫ ହୋଇ ଗଲେ ଜେଲ୍। ଟ୍ରାକ୍ଟର ଥିଲା ନିଜ ମାଲିକଙ୍କ ଘରେ, ହେଲେ ହଠାତ୍ ମାଲିକଙ୍କ ପାଖକୁ 19,000 ଟଙ୍କାର ଚାଲାନ କଟିବାର ମେସେଜ ଆସିଲା। ଆଉ କିଛି ଦିନ ବ୍ୟବଧାନରେ 20,000, ଏମିତି 4 ଥର 80,000 ଟଙ୍କାର ଚାଲାନ କଟିଥିଲା। ଏହା ଦେଖି ଟ୍ରାକ୍ଟର ମାଲିକ ହତବାକ୍ ହୋଇପଡ଼ିଲେ। ଏମିତି ଏକ ଘଟଣା ଘଟିଛି ଜମନକିରା ବ୍ଲକ ଅନ୍ତର୍ଗତ କୁଟାରିମାଲ ଗ୍ରାମରେ। ସୂଚନା ମୁତାବକ କୁଟାରିମାଲ ଗ୍ରାମର ବଲରାମ ବାଗଙ୍କ ଓଡି 15T 0153 ନମ୍ବର ବିଶିଷ୍ଟ ଏକ ଟ୍ରାକ୍ଟର ଅଛି। ହେଲେ ସେ ନିଜ ଚାଷ କାମ ସାରି ଟ୍ରାକ୍ଟରଟି 3-4 ମାସ ହେବ ତାଙ୍କ ନିଜ ଘରେ ପଡ଼ି ରହିଥିଲା। ହେଲେ କିଛି ଦିନର ବ୍ୟବଧାନରେ 80,000 ଟଙ୍କାର ଚାଲାନ କଟିବା ଦେଖି ସେ ସମ୍ବଲପୁର ପରିବହନ ବିଭାଗକୁ ଅବଗତ କରାଇଥିଲେ। ହେଲେ ପରିବହନ ବିଭାଗ ତାଙ୍କୁ ଟ୍ରାକ୍ଟରର ଫଟୋ ସହିତ ଚାଲାନ କଟିବା କାରଣ ଓ ସ୍ଥାନ ପ୍ରମାଣ ସହିତ ଦେଇଥିଲେ। ଏହା ଦେଖି ବଳରାମ ଅନୁଭବ କରିଥିଲେ ତାଙ୍କ ନମ୍ବରରେ ଆଉ କିଏ ଜଣେ ଟ୍ରାକ୍ଟର ଚଲାଉଛି, ତେଣୁ ସେ ଜାତୀୟ ରାଜପଥରେ କିଛି ଦିନ ଜଗି ରହିଥିଲେ। ହଠାତ୍ ତାଙ୍କ ନଜରକୁ ଆସିଥିଲା ତାଙ୍କ ନମ୍ବର ଲାଗିଥିବା ଟ୍ରାକ୍ଟର ଉପରେ। ସେ ତତ୍କ୍ଷଣାତ୍ ଗୌଡ଼ପାଲି ଫାଣ୍ଡି ଅଧିକାରୀଙ୍କୁ ଅବଗତ କରିଥିଲେ ଓ ଖବର ପାଇ ଗୌଡ଼ପାଲି ଫାଣ୍ଡି ଅଧିକାରୀ ମନୋରଞ୍ଜନ ଦାସ ପହଞ୍ଚି ଟ୍ରାକ୍ଟରଟିକୁ ଜବତ କରିଥିଲେ। ପରେ ସେହି ଟ୍ରାକ୍ଟରର ମାଲିକ ରେଙ୍ଗାଲି ବ୍ଲକ ଅନ୍ତର୍ଗତ କେନ୍ଦୁଟିକ୍ରା ଗ୍ରାମର ରୂପେଶ ରଣାକୁ ଗିରଫ କରି କୋର୍ଟ ଚାଲାଣ କରିଛି ଜମନକିରା ପୋଲିସ। बलराम बाग घर कुटारी माल मोर गोटे महिंद्रा ट्रैक्टर डे अच्छे आ से ट्रैक्टरटा 6 मास हेलान पड़ी रही आ बार बार चार्टा तमें किस्ती चार्टा तमें फाइन पड़ी 80,000। मुई केन्ता करी मोर गाड़ी तो घरे अच्छे आ केना फाइन पाला बोल आटोन के गली आटोने से कहले कंप्यूटर फिटिंग देखाली मते जे गोटे अन्य गाड़ी है मोर है नंबर ट्रैक्टर नंबर लगे से चलाऊे बोली कहले सेनु मुई तदंत कर रेंगाली ने ताके धरिलु आउ हम गोड़पाली पांठी जिमा दे परिवहन हमर आज्ञा जेन अछन मोर जेन 80,000 पड़ी से से गाड़ी ने ताने फाइनटा पड़ू आउ मुई से लगी मुई अनुरोध कर आपको आउ जेन नंबर लगे कर जेन चलाऊे ताके विहित विचार करूँ आउ कार्यानुष्ठान करूँ।